ହୋଲିର ସକାଳ ପ୍ରବଳ ଭିଡ଼ ଗାଁ ଗହଳିରେ। ଗାଁ ମାଟିରେ ଉଡୁଛି ରଙ୍ଗର ହୋଲି। ଶୀତୁଆ ସକାଳରେ ସମସ୍ତେ ହୋଲି ଖେଳୁଛନ୍ତି। ଭାଇଚାରାର ପର୍ବ। କିନ୍ତୁ ଏମିତି କିଛି ଘଟିଗଲା, ପୁରା ଗାଁ ଲୋକ ସ୍ତବ୍ଧ ହୋଇଗଲା। ସମସ୍ତେ ଦେଖି ଅପେକ୍ଷା କରିଛନ୍ତି, ଏ କଣ ହେଲା? ଏଭଳି ଘଟଣା ଘଟିଛି ଚନ୍ଦନପୁରରେ। ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ହୋଲିରେ ଏମିତି କଣ ଘଟିଗଲା ଯେ ପୁରା ହଜାର ହଜାର ଲୋକ ଦେଖି ସ୍ତବ୍ଧ ହୋଇଯାଉଛନ୍ତି। ତେବେ ଶୀତ ସକାଳ ଘେରାରେ ଗାଁ ମୁଣ୍ଡରେ ଜରାଜୀର୍ଣ୍ଣ ମାଟି ଘର ରୁହନ୍ତି କେଶବ ସାମନ୍ତରାୟ। ଆଉ ହଠାତ୍ ଏମିତି କଣ ଘଟିଗଲା, ସବୁ ଲୋକ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ହୋଲିର ସେହି ରାତି ଚନ୍ଦନପୁର ଗାଁରେ ରଙ୍ଗ ଉଡୁଥିଲା। ଦିନରେ ହସ ଶୁଣା ଯାଉଥିଲା, କିନ୍ତୁ ଜଣେ ବାପାର ହୃଦୟରେ ଜନ୍ମ ନେଉଥିଲା ଘୃଣା। ଡାକ୍ତର କହିଲେ, ତୁମର ଦୁଇଟି ଯାଆଁଳା ଝିଅ ହୋଇଛି। ସେ ଚିତ୍କାର କଲା, ଦୁଇଟା ଝିଅ? ଏମାନେ ମୋ ଜୀବନର ଅଭିଶାପ। ସେ ରାତିରେ ଚାଲିଗଲା, ଛାଡ଼ିଗଲା ଦୁଇଟି ନିଷ୍ପାପ ଶିଶୁକୁ। କିନ୍ତୁ ସମୟ କେବେ ବି କାହାକୁ ଛାଡ଼େନି। ଠିକ୍ 20 ବର୍ଷ ପରେ ସେଇ ବାପା ହୁଇଲ ଚେୟାରରେ ବସି ନିଜ ଝିଅମାନଙ୍କ ଘର ଆଗରେ ଭିକ ମାଗୁଥିଲା। ତେବେ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି, ଆପଣଙ୍କ ନାମ ସହିତ ନିଶ୍ଚିନ୍ତ କମେଣ୍ଟ ବକ୍ସରେ କହିବେ, ଯାହାଫଳରେ ଆଗାମୀ ଭିଡ଼ିଓରେ ଆପଣଙ୍କ ନାମ ମଧ୍ୟ ଘୋଷଣା କରାଯିବ। ତା ସହିତ ଆପଣ ଗୋଟିଏ ଛୋଟିଆ ରିକ୍ୱେଷ୍ଟ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି କେମିତି ଲାଗିଲା ନିଶ୍ଚୟ କହିବେ। କାହାଣୀଟି ଆରମ୍ଭ ହେଉଛି ଓଡ଼ିଶାର ଦୁର୍ଗମ ଗାଁ ଚନ୍ଦନପୁର। ଶୀତ ସକାଳର କୁହୁଡ଼ି ଘେରା ଗାଁ ମୁଣ୍ଡରେ ଏକ ଜରାଜୀର୍ଣ୍ଣ ମାଟି ଘର। ସେହି ଘରର ମାଲିକ ହେଉଛନ୍ତି କେଶବ ସାମନ୍ତରାୟ। କେଶବଙ୍କ ଜୀବନ ବହୁତ କଷ୍ଟରେ ଚାଲେ। ନିଜ ପତ୍ନୀକୁ ହରାଇଥିଲେ। ଜୀବନ କହିଲେ ଏକମାତ୍ର ପୁଅ। ପତ୍ନୀଙ୍କ ମୃତ୍ୟୁ ପରେ କେଶବ ଦିନ ମଜୁରିଆ ଭାବେ କାମ କରି ଜମିଦାରଙ୍କ ବିଲରେ କେତେବେଳେ ଘାସ କାଟି, କେତେବେଳେ ଗାଁ ହାଟରେ ବୋଝ ବୋହି ବିକାଶକୁ ସହରକୁ ପଠାଇଲେ। କାହିଁକି ନା ବିକାଶ ଯେତେବେଳେ ମ୍ୟାଟ୍ରିକ ପରୀକ୍ଷା ଦେଲା, ତାପରେ ପାଠ ପଢାଇଲେ, ନିଜେ ପରିଶ୍ରମ କରିବେ ପଛେ ନିଜ ପୁଅ ବିକାଶ ସହରରେ ବସି ପାଠ ପଢିବ। କାହିଁକି ନା ସେ ଚାହୁଁଥିଲେ ବିକାଶ ଗୋଟେ ବଡ ଅଫିସର ହଉ, ବାପାର ମନ କଥା ବୁଝୁ। କିନ୍ତୁ ବିକାଶର ମନ ପାଠ ପଢାରେ ନଥିଲା। ସେ ସହରର ଚାକଚକ୍ୟରେ ମଜି ଯାଇଥିଲା। ସେ ଏକ ମାୟା ନାମକ ଅତ୍ୟନ୍ତ ସ୍ୱାର୍ଥପର ଝିଅ ପ୍ରେମରେ ପଡ଼ିଯାଇଥିଲା। କିନ୍ତୁ କେଶବ ଦିନ ରାତି କାମ କରି ପୁଅର ଭବିଷ୍ୟତ ଚିନ୍ତା କରି ସେ ଦିନ ରାତି ଏକ କରିଦେଉଥିଲେ। ରାତିରେ ମଝିରେ ମଝିରେ ପୁଅକୁ ଫୋନ କରୁଥିଲେ। ପୁଅ କହୁଥିଲା, ହଁ ବାପା, ମୁଁ ପାଠ ପଢୁଛି, ଖୁବ ଜଲ୍ଦି ତମ ପୁଅ ବଡ ଅଫିସର ମଧ୍ୟ ହେବ। କିନ୍ତୁ କେଶବଙ୍କ ପୁଅ ବିକାଶ ଦିନ ରାତି ପ୍ରେମରେ ମଜି ଯାଇଥିଲା। ଆଉ ସେ ପାଠ ପଢା ତ ଦୂରର କଥା, ଦିନ ରାତି କଷ୍ଟ କରି ବୋଝ ବହି ଏପଟେ କେଶବ ପୁଅକୁ ଟଙ୍କା ପଠାଉଥିଲେ। ଶେଷରେ ପୁଅ ମଧ୍ୟ ଚାକିରି ପାଇଲା। ଆଉ ଶେଷରେ ଭାବିଲେ ପୁଅର ବିବାହ କରିଦେବି ଏଇ ଗାଁରେ ଗୋଟେ ସରଳ ଝିଅ ସହିତ। ସେପଟେ କେଶବ ପୁଅ ବିବାହ ପାଇଁ, ଯୋଉ ବିକାଶ ପାଇଁ ଶାନ୍ତ ସରଳ ଝିଅ ସୀମା ସହିତ ତାର ବାହାଘର କରାଇଦେଲେ। ଆଉ ସେଇ ସମୟରେ ବିକାଶ ଆଉ କିଛି କହିବା ପାରିଲା ନାହିଁ। ବାପାଙ୍କ ମୁହଁରେ ସେ ଜବାବ ଦିଏ ନାହିଁ। ତେଣୁ ବାହାଘର ସମୟରେ ବିକାଶ ମୁହଁ ଫୁଲାଇ ବସିଥିଲା। ସେ ସୀମାକୁ ସ୍ତ୍ରୀ ବୋଲି ନୁହେଁ, ବରଂ ନିଜ ଜୀବନର ବାଧା ବୋଲି ଭାବୁଥିଲା। ତଥାପି ସୀମା ନିଜ କର୍ତ୍ତବ୍ୟ କରି ଚାଲିଥିଲା। ସେ ଶ୍ୱଶୁର କେଶବଙ୍କ ସେବା କରିବା ସହିତ ନିଜ ସ୍ୱାମୀ ବିକାଶର ସବୁ ଅବହେଳାକୁ ସହି ଯାଉଥିଲା। ଠିକ୍ ବାହାଘର 1 ବର୍ଷ ପରେ ସୀମା ଗର୍ଭବତୀ ହେଲା। ଗାଁରେ ହୋଲି ଉତ୍ସବର ପ୍ରସ୍ତୁତ ଚାଲିଥାଏ। ଚାରିଆଡେ ମୃଦଙ୍ଗ ତାଳ ଏବଂ ରାଧାକୃଷ୍ଣଙ୍କ ଭଜନ। କିନ୍ତୁ ବିକାଶ ପାଇଁ ଏକ ଖୁସିର ସମୟ ନଥିଲା। ସେ ସବୁବେଳେ ସହରକୁ ପଳେଇବା ପାଇଁ ବାହାନା କରୁଥିଲା। କିନ୍ତୁ ବାପା କହିଥିଲେ, ତୁ ତ ଚାକିରି କଲୁ, କିନ୍ତୁ ତୁ ଏଇଠି ଆସିକି ରହିଲୁ, ବିଜନେସ୍ କଲୁ, ଆଉ ପୁଣି କଣ ଯିବୁ? ଏମିତି ବୁଝେଇ ବୁଝେଇ ବିକାଶ ଗାଁରେ ରହିଲା। ଦୋଳ ପୂର୍ଣ୍ଣିମା ଦିନ ସେହି ସୀମାର ପ୍ରସବ ବେଦନା ଆରମ୍ଭ ହେଲା। ବହୁତ ପେଟରେ ଯନ୍ତ୍ରଣା ହେଲା। କଣ ବା କରିବ? କିନ୍ତୁ ନିର୍ଦ୍ଦୟହୀନ ବିକାଶ ନିଜ ସ୍ତ୍ରୀ କଥାରେ କିଛି ଧ୍ୟାନ ଦେଉନଥାଏ। ସେପଟେ ଡାକ୍ତରଖାନା ଯେତେବେଳେ ନେଇକି ଗଲେ ବାଧ୍ୟ ହୋଇକି, ଡାକ୍ତରଖାନାର ଖବର ଆସିଲା ଯେ ତୁମର ଦୁଇଟି ସନ୍ତାନ ହୋଇଛି, ଆଉ ଦୁଇଟି କନ୍ୟା ସନ୍ତାନ। ସେତେବେଳେ କେଶବଙ୍କ ଆଖିରୁ ଲୁହ ଝରିଗଲା, ଯିଏକି ତାଙ୍କ ଶ୍ୱଶୁର। କିନ୍ତୁ ସେ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଇଲେ। କିନ୍ତୁ ବିକାଶର ଗର୍ଜନ କରି ଉଠିଲା। ବିକାଶ ଜୋର ଚିତ୍କାର କଲା, ଦୁଇଟା ଝିଅ?
ଏହା ଅଭିଶପ୍ତ ରଙ୍ଗର ଦିନରେ ମୋ ଜୀବନକୁ ଅନ୍ଧାର କରିବାକୁ ଆସିଲେ। ଏମିତି କଥା ବାପା ଶୁଣିଲେ, ଯେ କି ବିକାଶଙ୍କ ବାପା କେଶବ। ସେ ହଠାତ୍ କିଛି କହିପାରୁନଥାନ୍ତି ମେଡିକାଲ, କିନ୍ତୁ ବିକାଶ ଜୋର ଚିତ୍କାର କରୁଥାଏ, ଏମାନଙ୍କ ବାହାଘର ପାଇଁ ଟଙ୍କା କେଉଁଠୁ ଆସିବ, ଏମାନଙ୍କ ପାଠ ପଢା ପାଇଁ ଟଙ୍କା କେଉଁଠୁ ଆସିବ, ଇଏ ଆଜି ଅଛନ୍ତି କାଲି ମତେ ଛାଡିକି ପଳେଇବେ। ବିକାଶ ଏମିତି ବ୍ୟବହାର କରୁଥାଏ। ଠିକ ସେଇ ସମୟରେ ଖବର ଆସିଲା ଯେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସୀମା ଆଉ ନାହିଁ। ବାସ୍ ଏଇ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ନିଷ୍ଠୁର ବିକାଶର ସ୍ତ୍ରୀ ଶବକୁ ଛୁଇଁଲା ନାହିଁ କି ଝିଅମାନଙ୍କ ମୁହଁ ଦେଖିଲା ନାହିଁ। ସେହି ଦିନ ରାତିରେ ନିଜର ବ୍ୟାଗ ଧରି ସହରକୁ ପଳାଇଲା। ପଛରେ ଛାଡ଼ିଗଲା ଦୁଇଟି ନିଷ୍ପାପ ଅନାଥ ଶିଶୁ। ଜଣେ ଭାଙ୍ଗି ପଡ଼ିଥିବା ବୃଦ୍ଧ ପିତାଙ୍କୁ ମଧ୍ୟ ଛାଡ଼ିଦେଲା। ନିଜ ସ୍ତ୍ରୀର ଶବକୁ ମଧ୍ୟ ଛୁଇଁଲାନି। ସୀମା ଏତେ କଷ୍ଟରେ ଦୁଇଟି ସନ୍ତାନ ଜନ୍ମ ଦେଇ ଚାଲିଗଲା ସତ, କିନ୍ତୁ ବିକାଶ ମୁହଁ ବୁଲାଇଲାନି। ଯୋଉ ବାପା କେଶବ ଦିନ ରାତି କାମ କରି ପୁଅକୁ ସହରକୁ ପାଠ ପଢାଇଥିଲେ, ସେ ସହର ନିଶାରେ ଏତେ ପାଗଳ ଥିଲା ଯେ ନିଜ ବୃଦ୍ଧ ପିତାଙ୍କୁ, ନିଜର ଦୁଇଟି ଝିଅକୁ, ନିଜର ମଲା ସ୍ତ୍ରୀକୁ ମଧ୍ୟ ଛାଡ଼ି ଦେଇ ପଳାଇଲା। ବାସ୍ ସେଇ ଦିନଠାରୁ କେଶବଙ୍କ ଜୀବନ ପରିବର୍ତ୍ତନ ହୋଇଗଲା। ଗାଁରେ ଲୋକ କହୁଥିଲେ, କେଶବ ଝିଅ ଦୁଇଟାକୁ ଅନାଥ ଆଶ୍ରମରେ ଛାଡ଼ି ଦିଅ, ବୁଢା ବୟସରେ ତମେ କେମିତି ସମ୍ଭାଳିବ, ତମକୁ ତ ବହୁତ କଷ୍ଟ ହଉଥିବ। କିନ୍ତୁ କେଶବ କହିଲେ, ଏମାନେ ଅନାଥ ନୁହନ୍ତି, ମୁଁ ଏମାନଙ୍କର ଜେଜେ ବାପା, ମୁଁ ଏମାନଙ୍କର ବାପା ଆଉ ମା। ବାସ୍ ଗୋଟିଏ କଥାରେ ଗାଁ ଲୋକ ଚୁପଚାପ। କେଶବ ସେମାନଙ୍କର ନାମ ରଖିଲେ ଛବି ଆଉ କବି। ଦୁଇ ଜଣଙ୍କ ନାଁ ଏମିତି ରଖିଲେ ଯେ ସମସ୍ତେ ଖୁସି ହଉଥାନ୍ତି। ଏହି ବୃଦ୍ଧ ସମୟରେ କେଶବ ନିଜ ପୁଅ କଥା ଆଉ ଭାବିଲେ ନାହିଁ। ଯୋଉ ପୁଅ ନିଜ ବୃଦ୍ଧ ବାପାକୁ, ନିଜ ଦୁଇଟା ଝିଅକୁ, ନିଜ ମଲା ସ୍ତ୍ରୀକୁ ମୁହଁକୁ ଅନେଇଲାନି ପଳେଇଲା, ଆଉ ତା କଥା ମୁଁ କାହିଁକି ବା ଭାବିବି। ସେ ନିଜେ ରଖିଥିବା ଗାଈ ଗୁହାଳରେ ସେଇ କ୍ଷୀର ଆଣି ସେଇ ଦୁଇ ଝିଅକୁ ଦିଅନ୍ତି। ନିଜେ ଉପାସ ରହି ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରନ୍ତି। ସମୟ ବଢ଼ିବା ସହିତ ଝିଅମାନେ ମଧ୍ୟ ଜେଜେଙ୍କ ଦୁଃଖ ବୁଝିଲେ। ଛବି ଗାଁରେ ଜଣେ ମାଉସୀଙ୍କ ପାଖରୁ ସିଲେଇ ଶିଖିଲା। ଛବିର ବୟସ ମଧ୍ୟ ବେଶୀ ନୁହେଁ। ଧୀରେ ଧୀରେ ସେ ଓଡ଼ିଶାର ପ୍ରସିଦ୍ଧ ପିପିଲି ଚାନ୍ଦୁଆ କାମ ଏବଂ ସମ୍ବଲପୁର ପୋଷାକରେ ନିଜର ନିପୁଣତା ଦେଖାଇଲା। ଯିଏକି ଛବି ହେଲେ ତାଙ୍କର ନାତୁଣୀ। ଏପଟେ ସେ ବୃଦ୍ଧ ହୋଇଗଲେଣି କେଶବ। ଅନ୍ୟପଟେ କବି, ଯିଏକି ପାଠ ପଢ଼ିବାରେ ବହୁତ ଧୁରନ୍ଧର ଥିଲେ, ସେ ମୋବାଇଲ ସାହାଯ୍ୟରେ ଓଡ଼ିଶାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ୟୁଟ୍ୟୁବ ଚ୍ୟାନେଲ ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବାହାରି କଲେ, ଯେଉଁଥିରେ ନିଜର ଓଡ଼ିଶାର କଳା ସଂସ୍କୃତିକୁ ଦେଖାଉଥିଲେ। ଦୁଇ ଭଉଣୀଙ୍କ ପରିଶ୍ରମ ଯୋଗୁଁ ସେହି ଝାଟିମାଟି ଘର ଏବେଠାରୁ ସବୁଠାରୁ ବଡ଼ ବଙ୍ଗଳାରେ ପରିଣତ ହୋଇଗଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଯେଉଁ ଦିନ ଘରର ପ୍ରତିଷ୍ଠା ଥିଲା, ସେହି ଦିନ ହିଁ କେଶବଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ସାଥ ଦେଲା ନାହିଁ। କାହିଁକି ନା ବୟସ ହୋଇଯାଇଥିଲା। ସେ ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ଥିଲେ। ସେ ଝିଅମାନଙ୍କ ହାତକୁ ଧରି କହିଲେ, ମନେ ରଖ, ଜୀବନରେ ଯିଏ ଯେତେ କଷ୍ଟ ଦେଲେ ବି କ୍ଷମା ହେଉଛି ସବୁଠାରୁ ବଡ଼ ଗୁଣ। ସେହି ରାତିରେ କେଶବ ଶାନ୍ତିରେ ଆଖି ବୁଜିଲେ। ସେପଟେ ଦୁଇ ଜଣ ବହୁତ କାନ୍ଦିଲେ, କାହିଁକି ନା ତାଙ୍କ ଜେଜେବାପା ଛଡ଼ା ସହିତ ଆଉ କେହି ନାହାନ୍ତି ଏ ଦୁନିଆରେ। କିନ୍ତୁ ସେ ନିଜ ଭାଗ୍ୟ ନିଜେ ଲେଖି ଦେଇଥିଲେ। ନିଜେ ବହୁତ ଫେମସ ହୋଇଥିଲେ, ବହୁତ ଲୋକ ତାଙ୍କୁ ଚିହ୍ନିଥିଲେ। ସେପଟେ ସହରରେ ବିକାଶର ପାପର ଘୋଡ଼ା ପରି ଚାଲିଥିଲା। ମାୟା ତାର ସବୁ ସମ୍ପତ୍ତି ଲୁଟି ନେଇଥିଲା। ଆଉ ବିକାଶ ମଧ୍ୟ ମାୟା ପାଖରେ ଥିଲା। ତାକୁ ରାସ୍ତାରେ ବସାଇ ଦେଇଥିଲା। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିକାଶ ନିଜର ଦୁଇଟି ଯାକ ଗୋଡ଼ ହରାଇଲା। ବିକାଶ, ଯିଏକି ସେଇ ଦୁଇଟି ଝିଅର ବାପା ଥିଲା, ଯିଏକି କିଛି ବର୍ଷ ପୂର୍ବରୁ ସହରକୁ ପଳାଇଥିଲା। ଏଇ ଭିତରେ ବିତି ଯାଇଥିଲା 15-20 ବର୍ଷ। ଆଉ ତାର ବିକାଶର ବାପା ମଧ୍ୟ ଚାଲି ଯାଇଥିଲେ, ଯିଏକି କେଶବ, ଯିଏ ନିଜ ଜେଜେ ବାପାକୁ ଏବଂ ନିଜର ନିଷ୍ପାପ ଶିଶୁକୁ ଅବହେଳା କରିଥିଲା। ଆଜି ସେ ହୁଇଲ ଚେୟାର ବସି ଭିକ ମାଗୁଥିଲା। ସହରର ଗଳି କନ୍ଦିରେ ଦୀର୍ଘ 20 ବର୍ଷ କଷ୍ଟ ଭୋଗିଲା। ଯିଏକି ବିକାଶ ନିଜର ମଲା ସ୍ତ୍ରୀକୁ ମଧ୍ୟ ଭୁଲି ଯାଇଥିଲା।
ପ୍ରତିବର୍ଷ ହୋଲି ଆସିଲେ ସେ ନିଜ କଥା ଭାବେ ଆଉ ନିଜକୁ ଭୁଲ ମନେ ପକାଇ କାନ୍ଦୁଥିଲା। ସେ ଭାବୁଥିଲା ହୁଏତ ମୋ ଜୀବନର ମୁଁ ପାପର ଫଳ ଭୋଗୁଛି। ମୋ ଝିଅମାନେ ବଞ୍ଚିଥିଲେ ମୋତେ ସାହାରା ଦେଇଥାନ୍ତେ। ଦୀର୍ଘ 20 ବର୍ଷ ପୁଣି ଏକ ହୋଲିର ସକାଳ ଆସିଲା। ଗାଁରେ ଦୋଳ ବିମାନ ବୁଲୁଥାଏ। ଛବି ଏବଂ କବି ନିଜ ବଙ୍ଗଳା ସାମ୍ନାରେ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥାନ୍ତି। ଠିକ୍ ସେହି ସମୟରେ ଏକ ଜରାଜୀର୍ଣ୍ଣ ହୁଇଲ ଚେୟାର ଆସି ଦୁଆର ମୁହଁରେ ଅଟକିଲା। ଜଣେ ଭିକାରୀ ବେଶରେ ବୃଦ୍ଧ। ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ବିକାଶର ମୁହଁରେ ଥିଲା କିଭଳି ନିଜ ଭୁଲକୁ ସ୍ୱୀକାର କରିବା। ଆଖିରେ ଥିଲା ଶୂନ୍ୟତା। ଗାଁରେ ଜଣେ ବୃଦ୍ଧା ଚିହ୍ନି ପାରିଲେ ଯେ କହିଲେ, ଆରେ ଏ ତ ଆମ ବିକାଶ। କଣ ହେଇଛି ତୋ ଗୋଡ଼ କେମିତି ହେଲା, କଣ ହେଲା ଏମିତି ପଚାରୁଥାନ୍ତି। କେଶବର ସେହି ପୁଅ ଯିଏ କି ଝିଅମାନଙ୍କୁ ଛାଡ଼ି ପଳାଇଥିଲା ଏମିତି ମଧ୍ୟ କହିଲେ। ଗାଁ ଲୋକେ ତାକୁ ଦେଖି ଗାଳି ଦେବାରେ ଲାଗିଲେ। ଆରେ ତୁ ସେହି ବେହିଆ ପୁଅ, ତୁ ନିଜ ସ୍ତ୍ରୀକି ଛାଡ଼ିଦେଲୁ, ନିଜ ବୃଦ୍ଧ ବାପାକୁ ଛାଡ଼ିଦେଲୁ, ନିଜ ଦୁଇଟି କନ୍ୟା ଝିଅକୁ ଛାଡ଼ିଦେଲୁ, ଆଉ ଆଜି କାହିଁକି ଏଠିକି ଆସିଛୁ? ବିଭିନ୍ନ କଥା କହିକି ଗାଳି କଲେ ବିକାଶକୁ। ଛବି ଏବଂ କବି ଦୌଡ଼ି ଆସିଲେ। ସେମାନେ ନିଜ ଜନ୍ମଦାତାଙ୍କର ଏହି ଅବସ୍ଥା ଦେଖି ସ୍ତବ୍ଧ ହୋଇଗଲେ। ସେ କେବେ ବି ତାଙ୍କ ବାପାଙ୍କୁ ଦେଖିନଥିଲେ, କାହିଁକି ବଡ଼ ଛୁଆ ବେଳୁ ବାପା ଚାଲି ଯାଇଥିଲେ। କିନ୍ତୁ ଏତେ କଥା ଶୁଣି ତାଙ୍କ ଜେଜେଙ୍କ ନାଁ ଶୁଣି ସେ ଭାବିଲେ ଯେ ଜେଜେଙ୍କର ପୁଅ ଇଏ, ମାନେ ଆମ ବାପା। ବିକାଶ ସେମାନଙ୍କୁ ଗୋଡ଼କୁ ଧରି ପକାଇଲା। ଚିତ୍କାର କରି କହିଲା, ବିକାଶ ମତେ ଚିହ୍ନି ପାରୁଛ? ମୁଁ ସେହି ଅଭାଗା ବାପା ଯିଏକି ତୁମ ମାନଙ୍କୁ ବୋଝ ଭାବୁଥିଲି। ଆଜି ଦେଖ ମୁଁ ନିଜେ ଦୁନିଆ ପାଇଁ କିଭଳି ବୋଝ ପାଲଟିଛି। ମତେ କ୍ଷମା କର କିମ୍ବା ମତେ ବିଷ ଦେଇ ମାରିଦିଅ। ମୋର ତମ ପାଖରେ ଭୁଲ ମାଗିଲେ ମଧ୍ୟ ମୋ ପାପର ପ୍ରାୟଶ୍ଚିତ୍ତ ହୋଇପାରିବ ନାହିଁ। ଗାଁର କିଛି ଯୁବକ କହିଲେ, ଏମିତି ବାପାକୁ ଘରେ ଜାଗା ଦିଅ ନାହିଁ। କିନ୍ତୁ ଛବି ନିଜ ହାତରେ ଏକ ମୁଠା ଆଶୀର୍ବାଦରେ ଲାଲ ଅବିର ନେଇ ବିକାଶର କପାଳରେ ଲଗାଇଲେ। ସେ କହିଲା, ବାପା ରଙ୍ଗ ତ ସେହି ଦିନ ବି ଥିଲା, କିନ୍ତୁ ଆଜି ସେଦିନ ତାହା ଅଭିଶପ୍ତ ଥିଲା। କିନ୍ତୁ ଆଜି ଏ ରଙ୍ଗ ହେଉଛି କ୍ଷମାର ରଙ୍ଗ। ଆପଣ ଭୁଲ କରିଛନ୍ତି, କିନ୍ତୁ ଆମେ ଯଦି ସେହି ଭୁଲକୁ ଦୋହରାଇବୁ ତେବେ ଆମ ଜେଜେ ବାପାଙ୍କ ସଂସ୍କାର ଅପମାନିତ ହେବ। ଆପଣ ଏହି ଘରର ମାଲିକ ହୋଇ ରହିବେ। ବାସ୍। ବିକାଶର ଆଖିରୁ ଲୁହ ଝରିଗଲା। ସେ ନିଜ ବାପାଙ୍କ କଥା ବହୁତ ମନେ ପକେଇଲା। ମୁଣ୍ଡ ତଳେ ବାଡ଼େଇଲା। ରକ୍ତ ବାହାରୁଥାଏ। ବାପା ମତେ କ୍ଷମା କରିଦିଅ। କିନ୍ତୁ ବାପା ଆଉ ନାହାନ୍ତି। ସେଦିନ ସାରା ଗାଁ ଦେଖିଲା ଝିଅମାନେ କେବଳ ଘରର ରୁନ୍ଦି ହୋଇକି ରୁହନ୍ତି ନାହିଁ, ସେମାନେ ହେଉଛନ୍ତି ବିଶ୍ୱାସ, ଯାହା ମଣିଷର ଅନ୍ତରକୁ ଶୁଦ୍ଧ କରିଦିଏ। ଛବି ଏବଂ କବି ନିଜ ବାପାଙ୍କୁ ହୁଇଲ ଚେୟାରରେ ଧରି ନୂଆ ଘର ଭିତରକୁ ନେଇଗଲେ। ସେହିଦିନ ଠାରୁ ଚନ୍ଦନପୁର ଗାଁରେ ଏକ ନୂଆ ଉଦାହରଣ ସୃଷ୍ଟି ହେଲା। ଝିଅମାନେ କେବେ ବି କାହାର ବୋଝ ନୁହନ୍ତି। ସେମାନେ ହେଉଛନ୍ତି ପରିବାରର ଛାଇ। ଯେଉଁ ବାପା ସେମାନଙ୍କୁ ପରିତ୍ୟାଗ କରେ, ସମୟ ତାକୁ ପୁଣି ସେଇମାନଙ୍କ ପାଖକୁ ନେଇ ଆସେ। କେବଳ ଧୈର୍ଯ୍ୟଶୀଳା କନ୍ୟାମାନେ ହିଁ କ୍ଷମା କରିପାରନ୍ତି। ନିଜ ଜେଜେ ବାପାଙ୍କ କଥାକୁ ମାନି ଆଜି ଝିଅ ଦୁଇଟି ବା ନାତୁଣୀ ଦୁଇଟି ଏତେ ସଂସ୍କାରୀ ହୋଇଯାଇଛନ୍ତି। ବାପା ଏମିତି କାମ କଲେ ମଧ୍ୟ ସେ ସବୁ କିଛି ଭୁଲି ଯାଇଛନ୍ତି। ନିଜ ବାପା କୋଳରେ ମୁଣ୍ଡ ରଖି ଦୁଇ ଝିଅ କହିଲେ, ବାପା ଆପଣ ସିନା ଆମ ସହିତ ଏମିତି କଲେ, କିନ୍ତୁ ଆମେ ଝିଅ ହୋଇ କେବେ ବି ଆପଣଙ୍କୁ ଅବହେଳା କରିବୁ ନାହିଁ। ବାସ୍ ଏତିକି କଥା କହିଲା ବେଳେ ବାପା ଆଖିରୁ ଲୁହ ଝରି ପକାଉଥାଏ। ସେ ଦୁଇ ଝିଅକୁ କୁଣ୍ଢାଇ ପକାଇଲେ। ବହୁତ କଷ୍ଟରେ କାନ୍ଦିଲେ। ଆଉ ସତକୁ ସତ ଝିଅ କେବେ ବୋଝ ହୁଏ ନାହିଁ, ଘରର ଲକ୍ଷ୍ମୀ ହୁଏ।